ଆସନ୍ତୁ ଦେଖିବା ଜୁନ୍ 2026ରେ ମୁଖ୍ୟ ପର୍ବପର୍ବାଣୀ ସବୁ କ'ଣ ପଡ଼ୁଛି। ଯଦି ପ୍ରଥମେ ଆମେ ଦେଖିବା ଜୁନ୍ 3 ତାରିଖ ଦିନ ବୃହସ୍ପତି ଚଳନ ଅଛି। ମିଥୁନ ରାଶିରୁ କର୍କଟ ରାଶିର ପୁନର୍ବସୁ ନକ୍ଷତ୍ରକୁ ବୃହସ୍ପତି ସ୍ୱଚାର ଚଳନ କରିବେ। ସମୟ ସକାଳ 6:48। ଆପଣ ସ୍ନାନ ଶୌଚ ସାରି ଶିବ ମନ୍ଦିର ବା ବିଷ୍ଣୁ ମନ୍ଦିର ଯାଆନ୍ତୁ, ଈଶ୍ୱର ଦର୍ଶନ କରନ୍ତୁ, ଓମ୍ ଗ୍ରବେ ନମଃ ଜପ କରନ୍ତୁ, ଶିବ ପଞ୍ଚାକ୍ଷରୀ ଜପ କରନ୍ତୁ, ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ, ଗୁରୁଙ୍କର କୃପା ପ୍ରାପ୍ତି ହେବ। ତାପରେ ଯଦି ଦେଖିବା ଆପଣ ଜୁନ୍ 14 ତାରିଖ ଦିନ ଆମର ପହିଲି ରଜ ରହୁଛି। ଜୁନ୍ 15 ତାରିଖ ଦିନ ରଜ ସଂକ୍ରାନ୍ତି ଏବଂ 16 ତାରିଖ ଦିନ ଶେଷ ରଜ ଅଛି। ଜୁନ୍ 17 ତାରିଖ ଦିନ ବସୁମତୀ ସ୍ନାନ। ଜୁନ୍ 18 ତାରିଖ ଦିନ ଉମା ଚତୁର୍ଥୀ ଶିବ ବିବାହ। ଜୁନ୍ 19 ତାରିଖ ଦିନ ଶୀତଳ ଷଷ୍ଠୀ। ଜୁନ୍ 25 ତାରିଖ ଦିନ ଏକାଦଶୀ ଲକ୍ଷ୍ମୀ ନାରାୟଣ ବ୍ରତ, ରୁକ୍ମିଣୀ ବିବାହ ମଧ୍ୟ। ଜୁନ୍ 29 ତାରିଖ ଦିନ ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୁ ଜଗନ୍ନାଥଙ୍କର ଗଜାନନ ବେଶ ଏବଂ ଅଣସର ଆରମ୍ଭ। ଜୁନ୍ 30 ତାରିଖ ଦିନ ଅଲାରନାଥଙ୍କର ଦର୍ଶନ ଆରମ୍ଭ। ଏହା ଥିଲା ଜୁନ୍ ମାସର ମୁଖ୍ୟ ପର୍ବପର୍ବାଣୀ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗୁଛି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଓମ୍ ନମଃ ଶିବାୟ। ନମସ୍କାର।